ବିଦଗ୍ଧ ମଣ୍ଡଳୀ ଚାଲିଲେ ସେଦିନ ମୁଖାଗ୍ନି ଦେଲେ ସାଧୁଜ ମୁକ୍ତି ପାଇଲେ ଜଟାୟୁ ମହାରାଜା। ମୁଁ ଆଉ ସିଆଡ଼େ ଯାଉନି, ତାଙ୍କ କଥାକୁ ଟିକେ ଯିବା। ପଣ୍ଡିତେ ଶୁଣ, ମା କହୁଛନ୍ତି ବସୁଧା ଯୋଉ କଥା କହିଲ ଭୁଲ, କିନ୍ତୁ ମୁଁ ଯୋଉ କଥା କହିବି ଠିକ। ଠିକ ଆଜ୍ଞା। ରାମ କଣ ଅମର୍ଯ୍ୟାଦା କରିଛନ୍ତି ରାମାୟଣରେ ମୁଁ କହିବି। ତମେ ଯୋଉ କହୁଥା ସୀତାଙ୍କୁ ଅସତୀ କରିଦେଲ ତା ନୁହଁ ଠିକ। କାହିଁକି? ସୀତା ଭଲରେ ଜାଣିଛନ୍ତି ଇଏ କିଏ ମୁଁ କିଏ। ଆଜ୍ଞା ଠିକ ନା ନାଇଁ? ସବୁ ବାଲ୍ମୀକିଙ୍କ ରାମାୟଣ ଠାରୁ ଆରମ୍ଭ କରି ଭଞ୍ଜ ସାହିତ୍ୟ ପର୍ଯ୍ୟନ୍ତ ଆଧ୍ୟାତ୍ମ ରାମାୟଣ ସବୁଥିରେ ଲେଖା ଅଛି ସିଏ ଜାଣିଛନ୍ତି ରାମାୟଣର ରାମ ରଘୁନାଥ ଜନ୍ମ ହେବା ପୂର୍ବରୁ 60,000 ବର୍ଷ ପୂର୍ବରୁ ରାମାୟଣ ବାଲ୍ମୀକି ଲେଖି ସାରିଛନ୍ତି। ଏଇ ଘଟଣା ଘଟିବ। ଆଗ ଲେଖା ତାପରେ ଆଜ୍ଞା ବହି। ଏବେ ଯୋଉ ନାଚପାଟି ହଉଛି ଆଗ କବି ଲେଖୁଛନ୍ତି ନା ନାଇଁ? ଆଗ ପାଠ ଫୁଟାଉଛନ୍ତି। ଆଗ ଲେଖିଲେ ଆଜ୍ଞା ରାଇଟର, ତାପରେ ହବ ବହି। ସେମିତି ବାଲ୍ମୀକି ହଉଛନ୍ତି ରାଇଟର। ସେ ଲେଖିଛନ୍ତି 60,000 ବର୍ଷ ପୂର୍ବରୁ ରାମାୟଣ ଏଇ କଥା ହବ। ତେଣୁ ଜାଣିଛନ୍ତି ସିଏ ଇଏ ମା ଲକ୍ଷ୍ମୀ, ସିଏ ଭଗବାନ ବିଷ୍ଣୁ, କାହାର କଥା ଅଜଣା। ଭକ୍ତ ସହିତ ଖେଳାଳିଲା କରିବା ପାଇଁ କିନ୍ତୁ କହିଛନ୍ତି କି ନାଇଁ? বৈকুণ্ঠ নমানু আমি বৈকুণ্ঠে পালিত, বৈকুণ্ঠ দ্বাস্ত বিজয় জয় বেনি ভ্রাত, বিষ্ণু মনোরমা রমা একান্তরে স্থিতি, বেদবাদী সনকাদি দর্শনে অর্থী। সে জানিছন্তি ଯୋଉଦିନ ମା ଲକ୍ଷ୍ମୀ ଅଭିଶାପ ଦେଇଦେଲେ ମତେ କାହିଁକି ବାପାଙ୍କ ପାଖକୁ ଛାଡୁନ, ଅଭିଶାପ ଦେଇଦେଇଥିଲେ ଲକ୍ଷ୍ମୀ। ବିଷ୍ଣୁ କହିଲେ ଯୋଉ ମା ଲକ୍ଷ୍ମୀ ତମକୁ ଅଭିଶାପ ଦେଇଛନ୍ତି ତ୍ରେତୟା ଯୁଗରେ ସେଇ ମା ହେବେ ସୀତା। ତମେ ଜୟ ବିଜୟ ହବ ରାବଣ କୁମ୍ଭକର୍ଣ୍ଣ, ତମେ ତାଙ୍କୁ ବନ୍ଦୀ କରିକି ନବ। ମୁଁ ଅବତାର ନେବି ରାମ ଅବତାର, ତମର ମୋର ସେଦିନ ଖେଳାଇଲା ହବ। ମୋର ପବିତ୍ର ବାଣରେ ତମେ ବ୍ରହ୍ମବାଣରେ ମୃତ୍ୟୁ ମରିବ, ପୁନର୍ବାର ପୁଣି ବୈକୁଣ୍ଠକୁ ଆସିବ। ଏତ ସରିଛି ଆଜ୍ଞା। ତାହେଲେ ବସୁଧା ମା କହୁଛନ୍ତି ରାମଙ୍କର କଣ? ଆଶୁପଦ ଭଞ୍ଜ ସାହିତ୍ୟ। ହଁ କୋଲେ ବାଟେ ସେବନର ପଡ଼ି ଥିଲା ଦିବ୍ୟ ଶିଳା, ଥିଲା ଦିବ୍ୟ ଶିଳା। ଆରେ ଶୁଣ କାଲି ଭାଇ ତମେ ଟିକେ କହିବ ତାଙ୍କୁ, ଆଉ ନ କହିଲେ ମନଟା ଦୁଃଖ। ମୁଁ ସବୁଦିନ ତାଙ୍କ କଥା ପୂରଣ କରୁଛି, ସେ କୋଉଦିନ ମୋ କଥା ପୂରଣ କରିବାର ନାହିଁ। ହେଇକି ଯାଉଛନ୍ତି। କାଲି ଯୋଉଠୁ ଛାଡ଼ିବି ସେଇଠୁ ଟିକେ ହବ କେମିତି 2 ଘଣ୍ଟା ମୁଁ ଜାଣିଦେ ପାଲା ଶିଖିଛ। ପାଲାର ତ ପାରୁନାହାନ୍ତି। ମୁଁ 3 ଦିନ ପାଲା ଭିତରେ ଆଜ୍ଞା ସାର୍ ମାନେ ଅଛ, କୋଉଦିନ କହି ଜଗତସିଂହପୁରିଆ ଗାୟକ ଆଜି ଗୋଟେ ତାଳ କେହି ଚଲେଇଲେ କହିଲେ ମତେ କହୁଛନ୍ତି ଜଗତସିଂହପୁରୀ ଜିଲ୍ଲା ଗାୟକ, ପୁରିଆ ଗାୟକ। କେମିତି କହିଲେ ଆମ ଜିଲ୍ଲା ଲୋକ ତାଙ୍କ ଉପରେ ଟିକେ ଖରାପ ହେବେ। ମୋ ତୁଣ୍ଡରୁ ଅପ୍ରଭଂଶ କଥା ଆଜ୍ଞା କେବେ ଆପଣ ଶୁଣିବେନି। ନାଇଁ ସେ କଥା ମତେ ମୋ ଗୁରୁ ଶିଖେଇ ନାହାନ୍ତି। ପୁରା ସଦାବେଳେ କହେ ମୁଁ ଗାୟକ ହେଇନି, ହବା ପାଇଁ ଆସିଛି। ଆପଣଙ୍କ ଆଶୀର୍ବାଦ ହେଲେ କେଜାଣି ମୁଁ ଗାୟକଟିଏ ହେବି। ଏଇ ପଦଟା ମତେ ଶିଖେଇଛନ୍ତି ମୋ ଗୁରୁ ପୂଜ୍ୟ ନମସ୍ୟ ଦେବତୁଲ୍ୟ ପ୍ରହ୍ଲାଦ ସାହୁ। କହିଲେ ସଦାବେଳେ କହିବୁ ମୁଁ ଗାୟକ ହେବି। ତମେ ଏଠି କହିଦେଲ ଇଏ ହୁତାଶାରେ ଆସିଲେନି, ଇଏ ଚଳିବାକୁ। ହଁ ମୁଁ ଚଳିବାକୁ ଆସିଛି, ମୋ ମନେ ଦ୍ୱିଧା ନାହିଁ। ତଥାପି ମୁଁ ନମ୍ର। ଆଉ ପାଲାରେ ବେଗଳ କଲେ ବିଶ୍ୱାତି ଡାଙ୍ଗରେ ବାଡ଼େଇକି ସାବାଡ଼େ କରିଦେବି। ମତେ ତମେ ଯାହା କହୁଛ କହ, ପାଲା ଠିକରେ କର, ନହେଲେ ବିଶ୍ୱାତି ଡାଙ୍ଗରେ ବାଡ଼େଇକିହା କରିଦେବି ଫ୍ରିଆ କହ। ହଁ କାଲି ଦେଖ ଆଉ ରହୁଛନ୍ତି ନା ନାଇଁ ଭୟ ରହିବ। ମୁଁ କରାଟି ଶିଖିଛି। ହଁ ପାରିବେନି ମତେ ସେ କରାଟି। ସେ ଜାଣିଛନ୍ତି ମୋ ବଳ ପଳଉଛନ୍ତି ସକାଳୁ ଘରକୁ ଭୟରେ। ବିଦଗ୍ଧ ମଣ୍ଡଳୀ କୁହ ବିଳାସ ଛାନ୍ଦ ହିଟ୍ ହବ ନିଶ୍ଚିତ। ବାସ କୋଳେ ବାଟେ ସେବନର ପଡ଼ି ଶିଳା
ନା କାହିଁ ଏତେ ବାଡ଼ଉଛୁ 2000 ଟଙ୍କାଟି ଦଉଛି ଆଉ 2000 ଟଙ୍କା ଦେବି ହଁ। ଦଶହରା ମୃଦଙ୍ଗ ଖଣ୍ଡେ ଦେବି 6000 ଟଙ୍କା ମୃଦଙ୍ଗ ବାଡ଼େଇବନି ଆଉ ଆଉ ତମେ ତ ପାଳିବାକୁ ପଇସା ଦେବନି କେମିତି ହବ ହଁ ଆସୁ ମା ବସୁଧା କହିଲେ କହିଲେ ମୋ ଝିଅକୁ ଯଦି ତମେ ଅସତୀ ବୋଲି କହିଦେଲ ରାମ ତମେ କଣ ବଡ କାମ କରିଛ ବୋଲଉଛ ମର୍ଯ୍ୟାଦାବନ୍ଧ ପୁରୁଷ ଋଷି ପତ୍ନୀ ଅହଲ୍ୟା ସ୍ୱ ସୁନ୍ଦରୀ ସୌନ୍ଦର୍ଯ୍ୟରେ ଆପାୟିତ ହେଇଥିଲେ କିଏ 2 ଜଣ ପୃଥିବୀରେ ସେ କିଏ ସୂର୍ଯ୍ୟ ଆଉ ଇନ୍ଦ୍ର ହେ ଜ୍ଞାନୀ ମଣ୍ଡଳୀ ଆପଣ ମାନେ ଜାଣିଛନ୍ତି ବ୍ରହ୍ମା ଏଭଳି ଗୋଟିଏ ସୁନ୍ଦରୀ କନ୍ୟା ନିର୍ମାଣ କଲେ ଯେ ପୃଥିବୀରେ ସମସ୍ତେ ଜାଣିଲେ ଏଭଳି ସୁନ୍ଦରୀ କନ୍ୟା ସୃଷ୍ଟିରେ ଦ୍ୱିତୀୟ କେହି ନାହିଁ ଯାହାକୁ ଆପଣଙ୍କର ସେଇ ଭଞ୍ଜ କହିଲେ କୁଳେ ବିଧାନ ସରବଲାବନ୍ୟ বিধান সর্বলাবণ্য ধামা করু 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 বৃত্তারু ভানু মাগিলে দেখি তাহা চারু ব্রহ্মাদেব সকল সৌন্দর্যকে একত্রিত করি এভଳି ଏକ ସୁନ୍ଦରୀ ମନୋରମା କନ୍ୟାଟିଏ ନିର୍ମାଣ କଲେ ବୃତ୍ତାରି କହିଲେ ଇନ୍ଦ୍ର ଭାନୁ ଅର୍ଥ ମା ସୂର୍ଯ୍ୟ ଏ 2 ବନ୍ଧୁ ବିଚାର କଲେ ବ୍ରହ୍ମା ଯୋଉ ଅନିଜ ସୁନ୍ଦରୀ କନ୍ୟା ନିର୍ମାଣ କରିଛନ୍ତି ଚାଲ ବନ୍ଧୁ ଆମେ ତାଙ୍କୁ ମାଗିବା ତମେ ବନ୍ଧୁ ନିଅ କି ମୋ ଭାଗରେ ପଡୁ ଆମ 2 ଜଣଙ୍କ ଭାଗରେ କାହାର ପଡୁ ଆଉ କେମିତି କେହି ନ ନିଅ ପହଞ୍ଚି ଗଲେ ଚାଲ ମାଗିଲେ ପୁଅ ବ୍ରହ୍ମଦେବ ଆପଣ ଗୋଟିଏ ଭଲ କନ୍ୟା ତିଆରି କରିଛନ୍ତି ଆଚ୍ଛା ଆଚ୍ଛା ସେ କନ୍ୟାଟି ଆମକୁ ଦଉନ ଆଚ୍ଛା ମତେ ଦିଅ ତାଙ୍କୁ ଦିଅ ଯାହାକୁ ଦିଅ କହିବ ଯେ ଶୁଣ କୁହନ୍ତୁ ଗୋଟିଏ ବୋଲି କନ୍ୟା 2 ଜଣ ପ୍ରାର୍ଥୀ ଯାହାକୁ ଜଣକୁ ଦେବି ଆଉ ଜଣଙ୍କର ମନ ଦୁଃଖ ସେ କଥା ନାହିଁ ତମ 2 ଜଣଙ୍କ ଭିତରେ ଗୋଟେ ପରୀକ୍ଷା ଦେବି এইঠু এক সঙ্গরে তুমি ব্রহ্মাণ্ডকু প্রদক্ষিণ করিবা পাই ଯିବ ଆମେ ଯିଏ ভ্রমণ শেষ করি ফেরিব প্রথম মো পাখে পৌঁছিব কন্যাটা তার চালিলা গিয়া ইন্দ্র সূর্য 2 বন্ধু চালিলে পাখে বসিলে গৌতম মুনি পচারি দেলে নাই হে গৌতম ତାଙ୍କ ଭଳିଆ ରୋଳା କରିକି ଲାଭ ନାହିଁ ପଦେ କଥାରେ ଗେଡୁଆ ଭାଇ ବସାଇଲେ କେମିତି ହବ ନାଇଁ ଥାକ ଚାଲି ଚାଲିଛି ତାଙ୍କର ପଦେ ଗେଡୁଆ ଭାଇ ପଦେ ବିଷଟାକୁ ଟୋଟାଲ ନେଲେନି 30 ମିନିଟ୍ ଅଛି ବିଷ ଧରିଲେ ସେଇଥିରେ ପୁଣି ଆମକୁ ବସେଇଲେଣି ସେ 40 ମିନିଟ୍ ତମକୁ ତ ଦିଆଯାଇଛି 11:30 ସମୟ ଭିତରେ ତମେ ରସ କରୁନ ଆଉ ପାଳି ଆଇଲା କଣ ରସ ଫୁଟଉଛ 20 ମିନିଟ୍ ବସିକି ଅଧିକା ଆସୁ ଗୌତମ କହିଲେ ପ୍ରଭୁ ମୁଁ ଯାଇଥାନ୍ତି ଯେ ବ୍ରହ୍ମା ଯୋଉଠି ବ୍ରହ୍ମାଣ୍ଡ ସେଇଠି ଏ ବ୍ରହ୍ମାଙ୍କ ଚତୁଃପାର୍ଶ୍ୱରେ 7 ଘେରା ପ୍ରଦକ୍ଷିଣ କଲେ ଗୌତମ ମୁନି ଇଏ ହଉଛି ସଂସାର ଆୟସ ପରୀକ୍ଷା ଏଇଠୁ ଆରମ୍ଭ ଇଏ 2 ଜଣ ଜ୍ଞାନୀ ହେଲେ ସୁଦ୍ଧା ମୋଟା ବୁଦ୍ଧିଆ ଗଲେ ପୃଥିବୀ ଭ୍ରମଣ କରି ଗୌତମ ମୁନି ସୁଖ ବୁଦ୍ଧି କଟେଇଲେ କଲେ ବ୍ରହ୍ମା ଯୋଉଠି ବ୍ରହ୍ମାଣ୍ଡ ସେଇଠି 7 ଘେରା ବୁଲିଲେ ଇଏ ଆୟସ ପରୀକ୍ଷାରେ ପାସ ଉତ୍ତୀର୍ଣ୍ଣ କଲେ ଆଉ କହିଲେ ଠିକ ଅଛି ତମେ ଜିତିଲ କନ୍ୟା ଟିକେ ଦେଇଦେଲେ ଗୌତମ ମୁନି ଅହଲ୍ୟାଙ୍କୁ ନେଇକି ଚାଲିଲେ ସୂର୍ଯ୍ୟ କହିଲେ ଯେହେତୁ ସିଏ ବ୍ରାହ୍ମଣ ଇଏ ବ୍ରାହ୍ମଣୀ ମୋର ମା ତଦ୍ବତ ଏ କନ୍ୟା ମୋର ଦରକାର ନାହିଁ ସୂର୍ଯ୍ୟ ଚାଲିଗଲେ କିନ୍ତୁ ଇନ୍ଦ୍ରଙ୍କର ଲୋଭ ଅଛି ବଦମାସ ଇନ୍ଦ୍ର କହିଲା କୋଳେ ବଳେ କୌଶଳେ ଦିନେ ନା ଦିନେ ମୁଁ ସତୀତ୍ୱକୁ ଧ୍ୱଂସ କରିବି ନାହାନ୍ତି ତପସ୍ୟା କରିବା ପାଇଁ ଯାଇଛନ୍ତି ପୁଅ ଗୌତମ ମୁନି ଗୌତମଙ୍କ ଅବସ୍ଥାକୁ ଧରି ଆସି ପହଞ୍ଚିଲେ କିଏ ଇନ୍ଦ୍ର ରତି କ୍ରୀଡ଼ା କଲେ এইটি আসিলা বেলে তপস্যার ফেরিকি দেখিলে মার্জার উপরে চালিগলে কিয়ে দেবরাজ ইন্দ্র জানি পারিলে যোগ বড়রে ইয়ে ইন্দ্র
ଅଭିଶାପ ଦେଲେ ସହସ୍ରାକ୍ଷ ହେଲେ କି ନାହିଁ ଏପଟେ ଆଙ୍କୁ ଦେଲେ ଅଭିଶାପ ପତ୍ନୀ ଅହଲ୍ୟାଙ୍କୁ ତମ ହୃଦୟ ପାଷାଣ ତଦପତ ହେଇଯାଉ ସେ ପାଷାଣ ତଦପତ ହେଲେ ଆଜି ସେଇ ରାମ ଅରଣ୍ୟରେ ଆସିଲା ବେଳେ ଆଜ୍ଞା ଚାଲିଛନ୍ତି ରାମ ରଘୁନାଥ ଆଜ୍ଞା ଆଜ୍ଞା ପଚାରିଦେଲା ବିଶ୍ୱାମିତ୍ର ରାମ ରଘୁନାଥ କହିଲେ ପ୍ରଭୁ ପ୍ରଭୁ ଇଏ ପାଷାଣ ପାଷାଣ କହିଲେ ସକଳ ବୃତ୍ତାନ୍ତ ଇଏ ଯେତେ ବୃତ୍ତାନ୍ତ ହେଇଥିଲା ବିଶ୍ୱାମିତ୍ର ବୁଝେଇ ଦେଲେ ଯାହା ହଉ ଗୌତମ ମୁନି କହିଛନ୍ତି ରାମ ରଘୁନାଥଙ୍କର ଯେତେବେଳେ ପାଦ ସ୍ପର୍ଶ ହବ ତୁ ଉଦ୍ଧାର ହବ ଅପେକ୍ଷାକୁ କରିକି ବସିଛନ୍ତି ରାମ ରଘୁନାଥଙ୍କର ପଦରଜ ଯେତେବେଳେ ବାଜିଗଲା ପୁଅ ପାଷାଣ ମୂର୍ତ୍ତି ଉପରେ ମୁକ୍ତି ପାଇଲେ କିଏ ଅହଲ୍ୟା ବସୁଧିଆ କହିଲେ ବସୁଧିଆ ମା କହିଲେ ହେ ରାମ ଯଦି ମୋ ଝିଅକୁ ତମେ ଅସତୀ ବୋଲି କହିଲ ଶୁଣ ଶୁଣ ତମେ ମର୍ଯ୍ୟାଦାବନ୍ତ ଜାତିରେ କ୍ଷତ୍ରିୟ ସେ ହଉଛନ୍ତି ବ୍ରାହ୍ମଣୀ ଆମର ମା 7 ଜଣ ମା କିଏ କିଏ ଜନନୀ ଗୁରୁପତ୍ନୀ ଚ ବ୍ରାହ୍ମଣୀ ରାଜପତ୍ନିକା ଗାଭିଧାତ୍ରୀ ଧରଣୀ ଚ ସପ୍ତୈତେ ମାତର ସୁତ 7 ମା ଭିତରେ ବ୍ରାହ୍ମଣୀ ମା ତେଣୁ ମାର ଉପରେ ଆପଣ କ୍ଷତ୍ରିୟ ପୁତ୍ର ଭାବରେ ପଦଟା କେମିତି ଦେଲ ସେଇ କଥା ଇଏ କୋଉଠି ସଂସାର କଥା ଅଛି ଇଏ ଜଗତବାସୀ ହେ ରାମ ତମ ଠାରୁ ଏ କଥା କିଭଳି ପଣ୍ଡିତ ଶିଖିବେ ନାରୀ ଉପରେ ଦେଲ ପାଦ ଜଣେ ବ୍ରାହ୍ମଣୀ ମା ଉପରେ ତମେ ପାଦ ଦେଲ ଭୁଲ ଭୁଲ ମୁଁ ଅମର୍ଯ୍ୟାଦା କହିପାରିବି ତାଙ୍କ ଭଳିଆ ଅସତ୍ୟ କହିପାରିବି କେବେ ହବନି ତୁଣ୍ଡରୁ ପ୍ରଭୁ କେତେ ଦିନ ବଞ୍ଚିକି ପାଲା କରିବା ଯୋଉ ଭଗବାନଙ୍କ ନାମ ନେଉଛେ ତାଙ୍କୁ ଅସତ୍ୟ ସତ୍ୟ ଆମେ କହିପାରିବୁନି ଭୁଲ କହିବୁ ଭୁଲ ସିଏ କହନ୍ତୁ ହେବ ଦ୍ୱିତୀୟ ଭୁଲ କଣ ଛାନ୍ଦ ଧାଡ଼ିଏ ପଡ଼ିବା ରାଘ ବିଳାସ ଛାନ୍ଦ ଦାନ୍ତ ଉପୁଡ଼ିଯିବ ଦାସେ କଣ ଭୁଲ କଲେ ଆସୁ କି ନାହିଁ କୋଲା ନିରପରାଧିନୀ ତାରକି ବିନାଶୀ ପଲକେ ବସୁଧାମା କହିଲେ ଶୁଣ ଶୁଣ ରାମ କୁହନ୍ତୁ କୁହନ୍ତୁ ସେଦିନ ତାରକି ଚାହିଁଛି ତାରକି ଅଭିଶାପ ପାଇଥିଲା ସତ୍ୟ ଯୁଗରେ ଥିଲା ଜଣେ ଅପ୍ସରା ଆଜ୍ଞା ୟାର ସୌନ୍ଦର୍ଯ୍ୟକୁ ଏତେ ଗର୍ବ କରୁଥିଲା ସାଧୁ ସନ୍ଥ ମାନେ ତପସ୍ୟା କଲା ବେଳେ ଯୋଗ କଲା ବେଳେ ତାଙ୍କରି ସମ୍ମୁଖ ଭାଗରେ ଯାଇକି ଦଣ୍ଡାୟମାନ ହୁଏ ବିଚାର କରେ ମୋଠୁ ସୁନ୍ଦରୀ ବିଶ୍ୱ କେହି ନାହାନ୍ତି ଯେତେ ବାରଣ କଲେ ସୁଦ୍ଧା ଆଜ୍ଞା ଋଷି ମାନେ ଶୁଣିଲାନି ନାଟା କହିବିନି ନା କୁହନ୍ତିନି ଟିପିକି ନେବେ ନା ଜମା କୁହନ୍ତିନି କିନ୍ତୁ ସେଦିନ ଯାହା ଜ୍ଞାନୀ ମଣ୍ଡଳୀ
ଡାକିଲେ କହିଲେ ଶୁଣ କୁହନ୍ତୁ। ଯୋଉ ରୂପର ଗର୍ବ ଦେଖାଉଛୁ ଆଚ୍ଛା ଅଭିଶାପ ଆମେ ଦଉଛୁ ଋଷିକୁଳ ଆଚ୍ଛା ଆଚ୍ଛା ତୁ ରାକ୍ଷସୀ ହୋଇ ଜନ୍ମ ନବୁ ସେଇଥିପାଇଁ ରାକ୍ଷସ ଯୋଡ଼ି ଜନ୍ମ ଲାଭ କଲା କେତେ ଆଡ଼କେ ଆଜ୍ଞା ପଦ ତଳେ ପଡ଼ିଲା ପୁରା ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଶକ୍ତି ଯାର ଅଛି କ୍ଷମା ଦେବାର ଶକ୍ତି ମଧ୍ୟ ତାର ଅଛି ପଦ ତଳେ ପଡ଼ିଲା ଋଷିମାନଙ୍କର ଋଷି କହିଲେ ଶୁଣ କଥା ତ ସରିଗଲାଣି ତୁଣ୍ଡରୁ ବାହାରି ସାରିଛି ଆଉ ଫେରିବନି ତୁ ରାକ୍ଷସୀ ହବୁ ସତ୍ୟ ଯୋଉଦିନ ରାମ ମାନରେ ତୁ ମରିବୁ ତୋର ପବିତ୍ରତା ଆସିବ ବିଦଗ୍ଧ ମଣ୍ଡଳୀ କିନ୍ତୁ ମୋ କହିବା କଥା ଋଷିମାନେ କହିଦେଲେ ରାମକୁ ଦର୍ଶନ କଲେ ତୁ ମୁକ୍ତି ପାଇବୁ ସେ ଚାହିଁଛି ରାମ ରଘୁନାଥ କେତେବେଳେ ଆସିବେ ମୁଁ ଦର୍ଶନ କଲେ ମୁକ୍ତି ପାଇବି ଏ ଶୁଣ ସେଦିନ ଶୁଣିଦେଲା ଯାଉ ରାମ ରଘୁନାଥ ଆସୁଛନ୍ତି ରାମ ବୋଲି ଉଚ୍ଚାରଣ କରିଛି ଭାବରେ ପ୍ରେମରେ ମୋ ପ୍ରଭୁ ଆସୁଛନ୍ତି ମୋ କହିବାକୁ ସମୟ ନାହିଁ ରାକ୍ଷସୀ ପାଟି ବିରାଟ ପାଟି ବିସ୍ତାର କରିଦେଇଛି ଭୟ ବିହଳ ହେଇଗଲେ କିଏ ଗୁରୁଜୀ ବିଶ୍ୱାମିତ୍ର ନିର୍ଦ୍ଦେଶ ଦେଇଦେଲେ ରାମ ଇଏ ଖାଇବା ପାଇଁ ମଧ୍ୟ ପାଟିକି ଆମକୁ ବିସ୍ତାର କରିଛି ଶରବିଧ କର ଆଗ ପଛ ତମେ ରାମ କିଛି ବିଚାର କଲନି ଗୋଟା ନାରୀ ତମକୁ ଦର୍ଶନ କରିବା ପାଇଁ କେତେ ଆନନ୍ଦରେ ମନରେ ରା ବୋଲି କହିଛି ମୋ କହିଥାନ୍ତା ପାଟି ପଡ଼ିଥାନ୍ତା ତମେ ସମୟ ଦେଲନି ତା ବକ୍ଷ ଦେଶକୁ ତମେ ସରସନ୍ଧାନ କରି ତାକୁ ମାରିଲ କିନ୍ତୁ ଏ ନାରୀ ହତ୍ୟା ପାପରେ ତମେ ଭାଗି ହେଲ ରାଟି କହିଛି ମୋ କହିନି ତେବେ ତମେ କଣ କଲ ଜଣେ ନାରୀ ଉପରେ ଦେଲ ପାଦ ବ୍ରାହ୍ମଣ ସ୍ତ୍ରୀ ମା ତଦବତ ଏପଟେ ଜଣେ ନାରୀକି ତମେ ହତ୍ୟା କଲ ଗୁରୁଙ୍କ କଥାରେ ତାର ଭଲ ମନ୍ଦ ବୁଝିଲନି ସେ ତମକୁ ଦର୍ଶନ କରିବା ପାଇଁ ଆନନ୍ଦ ମନରେ ରା କହିଛି ମୋ କହିବା ପାଇଁ ସମୟ ଦେଲନି ତାକୁ ସରସନ୍ଧାନ କଲ ଦୁଇ ତୃତୀୟ କଣ ସୁବର୍ଣ୍ଣ ମୃଗ ଯୋଉ ପଠେଇଲା ଆଜ୍ଞା ମୁଁ ଆପଣଙ୍କୁ କହୁଛି ମାରିଛ ଆଜ୍ଞା ସେଦିନ ମାୟା ଅସଲ ସୀତାଟି ରହିଲ ଅଗ୍ନିରେ ଆଜ୍ଞା ଯୋଉ ରାବଣ ସୁବର୍ଣ୍ଣ ମୃଗ ଛାଡ଼ିଲା ରାମ କହିଲେ ସୀତେ ରାବଣର ମାୟା ପ୍ରକଟିତ ହେଲା ଏଣିକି ତମେ ଆଉ ଅସଲ ରୂପ ଧରଣା ତମେ ଅଗ୍ନିରେ ପ୍ରବେଶ କର ବସୁଧିଆ ମା କହିଲେ ଯାହା କହିଲ ଠିକ ମୁଁ ବୁଝୁଛି କିନ୍ତୁ ମାୟା ସୀତା ଟିକେ ନେଇ ତ ଲୀଳା ପ୍ରକଟିତ କଲ ଯେତେବେଳେ ସବୁ ସରିଲା ଲଙ୍କା କଟକକୁ ମୋ ଝିଅ ଫେରିଲା ତମେ ପୁଣି ତାକୁ ଅଗ୍ନି ପରୀକ୍ଷା କଲ କାହିଁକି ନା ଅସଲ ସୀତାଟି ବାହାରିବେ ଇଏ ମାୟା ସୀତାର ଅଗ୍ନିରେ ପ୍ରବେଶ କରିବେ ଠିକ ତାହେଲେ ଯେତେବେଳେ ବାଲ୍ମୀକିଙ୍କ ଆଶ୍ରମରୁ ଆସିଲେ କିଏ ସୀତା ତମେ କଣ ଜାଣିନ ତମରି ବୀର୍ଯ୍ୟରୁ ତମର ଏ ଯୋଡ଼ିଏ ସନ୍ତାନ ପୁନର୍ବାର ମୋ ଝିଅକୁ ତମେ ଅଗ୍ନି ପରୀକ୍ଷା କଲ ଠିକ ନା ତାହେଲେ ବାରମ୍ବାର ଯୋଉ ଅଗ୍ନି ପରୀକ୍ଷା କଲ କୋଉ ନ୍ୟାୟ ଶାସ୍ତ୍ରରେ ଅଛି ସେ ସିନା ମାୟା ସୀତା ବୋଲି ଅଗ୍ନିରେ ପ୍ରବେଶ କରିଗଲେ ମୋ ଝିଅର କଣ ଦୋଷ ଥିଲା ତମେ ପରମ ରାମ ମୋ ଝିଅ ସତୀତ୍ୱକୁ ତମେ ବାରମ୍ବାର ପରୀକ୍ଷା କରିବା ପାଇଁ ବାରମ୍ବାର ତାକୁ ଅଗ୍ନିରେ ପରୀକ୍ଷା କାହିଁକି କରୁଥିଲ लुगा गया छिंडा थी आए भाई ना तुम भाउज सीना लुगा छिडेबेनी तुम भाउज जहा कौन सीता मा से सीता मा जो लुगा पिंधले कौन ये आपण को लुगा पाला वाला को किछि आसीनी अरे से लुगा जेतिकी छिड़ेबू सेतिकी लंबीबो माछगा जाके ये भाउज पिंधिबा लुगा से पिंधु नथिले पंडिते सुनो लेख खातारे लेख पाला किछि तुमको जणा नाही अम्लान वस्त्र देइथिले
ରଗଡ଼କୁ ପାଲା ନାହିଁ ନା ମୁଁ ଛାତି ମାରିକି ପାଲା କରିବି ପାଲାକୁ ଧ୍ୱଂସ କରୁଛ କେତେ ଜଣ ଓଡ଼ିଶାରେ ତମେ ତମକୁ କେବଳ ସାବାଡ଼ କରିବ ଏଇ ଗଗନ ମହାପାତ୍ର ଆଉ କେହି ପାରିବେନି ତମକୁ হ্যাঁ সীতামা যে বস্ত্র পিন্ধিলা আজ্ঞা এই লুগা নাই ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ ଆଜ୍ଞା ହଁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ରହୁଛି ନମସ୍କାର।